ପିରୁ ପ୍ରଣାମ। ଏଇ ପି ପଛରେ ଜୀବନ ସାରା ଦୌଡ଼ି ଦୌଡ଼ି ଆମେ ପିଉଛୁ ଯେ ପିଉଛୁ। ପି ପଛରେ ଦୌଡ଼ୁଥାଉ, ଯେମିତିକି ପିରୁ ପତି, ପିରୁ ପତ୍ନୀ, ପିରୁ ପୁତ୍ର, ପିରୁ ପୁତ୍ରୀ, ପିରୁ ପରିବାର, ପିରୁ ପ୍ରେମ, ପିରୁ ପଇସା, ପିରୁ ପଦ, ପିରୁ ପ୍ରତିଷ୍ଠା, ପିରୁ ପ୍ରଶଂସା, ପିରୁ ପାର୍ଟି, ପିରୁ ପରୀକ୍ଷା ଆଉ ପିରୁ ପବ୍ଲିସିଟି। ଏଇ ପି ମାନଙ୍କ ପଛରେ ଦୌଡ଼ୁ ଦୌଡ଼ୁ ଆମେ ପିରୁ ପାପ ମଧ୍ୟ କରିଥାଉ। ତାପରେ ପିରୁ ପତନ ହୋଇଥାଏ। ଶେଷରେ ଆମ ପାଖରେ କେବଳ ବଞ୍ଚି ରହେ ପିରୁ ପଶ୍ଚାତାପ। ତେଣୁ ପିରୁ ପାପ ପଛରେ ପଡ଼ିବା ଅପେକ୍ଷା ପିରୁ ପରମାତ୍ମାଙ୍କ ପଛରେ ପଡ଼ିବା ଆଉ ପିରୁ ପୁଣ୍ୟ ଅର୍ଜନ କରିବା ବହୁତ ଭଲ। ଶେଷରେ ଆପଣମାନଙ୍କୁ ପିରୁ ପ୍ରଣାମ କରି ରହୁଛି। ଧନ୍ୟବାଦ।